ବାବିଲୋନୀୟ ରାଜା ନବୁକଦନେସ୍ସର ଯେତେବେଳେ ଜେରୁସାଲେମକୁ ଅଧିକାର କଲେ, ପୁଣି ଇସ୍ରାଏଲର ସନ୍ତାନଗଣଙ୍କ ମଧ୍ୟରୁ ଅର୍ଥାତ୍ ରାଜକୀୟ ଓ କୁଳୀନ ବଂଶରୁ ନିଖୁଣ, ସୁନ୍ଦର ଓ ସମସ୍ତ ଜ୍ଞାନରେ ନିପୁଣ, ବିଦ୍ୟାରେ ବିଚକ୍ଷଣ, ବୁଦ୍ଧିରେ ବିଜ୍ଞ ଓ ରାଜପ୍ରସାଦରେ ପ୍ରିୟ ହେବାକୁ ଯୋଗ୍ୟ କେତେକ ଯୁବା ଲୋକଙ୍କୁ ଆଣି ଓ କଲ୍ଦୀୟ ବିଦ୍ୟା ଓ ଭାଷା ଶିଖାଇ ଆପଣାର ନପୁଂସକାଧିପତି ଅସ୍ପନସକୁ କହିଲେ। ସେମାନଙ୍କ ମଧ୍ୟରେ ଥିଲେ ଦାନିଏଲ, ହନାନୀୟ, ମିଶାଏଲ, ଅସରିୟ। ରାଜାଙ୍କ ପ୍ରସାଦରେ ସେବା ପାଇ ସେମାନଙ୍କୁ ବଚାଇଲେ। ବାବିଲୋନୀୟ ସଂସ୍କୃତିରେ ଆତ୍ମସାତ କରାଇବା ପାଇଁ ସେମାନଙ୍କୁ ନୂଆ ନାମ ଦିଆଗଲା। ଦାନିଏଲକୁ ବେଲଶସ୍ସର, ତାଙ୍କ ବନ୍ଧୁମାନେ ସଦ୍ରକ, ମେଶକ, ଆବେଦନଗୋ। ସେମାନଙ୍କର ବିଶ୍ୱାସକୁ ପ୍ରଥମେ ପରୀକ୍ଷା କଲା ଖାଦ୍ୟ। ରାଜାଙ୍କ ସମୃଦ୍ଧ ଭୋଜନ, ମଦ୍ୟପାନ ସେମାନଙ୍କ ଆଇନ ଅନୁସାରେ ଅପବିତ୍ର ଅଟେ। ସେଥିପାଇଁ ଦାନିଏଲ ସାହସିକତାର ସହିତ ପ୍ରସ୍ତାବ କଲେ, ଆମେ ଏହିସବୁ ଭୋଜନ କରିବୁ ନାହିଁ। ଆମକୁ 10 ଦିନ ପାଇଁ ପନିପରିବା ଓ ପାଣି ଦିଅ, ଆଉ ସମସ୍ତଙ୍କ ସହିତ ଆମକୁ ପରୀକ୍ଷା କର। ସେଥିରେ ରାଜି ହୋଇ ସେମାନଙ୍କୁ 10 ଦିନ ପର୍ଯ୍ୟନ୍ତ ପନିପରିବା ଓ ପାଣି ଦେଲେ। ଯେତେବେଳେ ପରୀକ୍ଷା ସମୟ ଆସିଲା, ସେ ଦେଖିଲେ ଯେ ଯେଉଁମାନେ ରାଜପ୍ରସାଦର ଭୋଜନ ଓ ମଦ୍ୟପାନ କରୁଥିଲେ, ସେମାନଙ୍କ ଅପେକ୍ଷା ସେହି 4 ଜଣ ଅଧିକ ସୁସ୍ଥ ଓ ହୃଷ୍ଟପୁଷ୍ଟ ଦେଖାଗଲେ। ଆଉ ପରମେଶ୍ୱର ସେହି 4 ଯୁବାଙ୍କୁ ସମସ୍ତ ବିଦ୍ୟା ଓ ଜ୍ଞାନରେ ବୁଦ୍ଧି ଓ ନିପୁଣତା ଦେଲେ। ପୁଣି ଦାନିଏଲ ଯାବତୀୟ ଦର୍ଶନ ଓ ସ୍ୱପ୍ନ ବିଷୟରେ ବୁଦ୍ଧିମାନ ହେଲେ। ଆଉ ରାଜା ସେମାନଙ୍କୁ ନିକଟକୁ ଆଣିବା ନିମନ୍ତେ ଯେଉଁ ସମୟ ନିରୂପଣ କରିଥିଲେ, ତାହା ଶେଷ ହୁଅନ୍ତେ ନପୁଂସକାଧିପତି ସେମାନଙ୍କୁ ନବୁକଦନେସ୍ସରଙ୍କ ଚାମକୁ ଆଣିଲା। ପୁଣି ରାଜା ସେମାନଙ୍କ ସଙ୍ଗେ ଆଳାପ କଲେ, ଆଉ ସେହି ସମସ୍ତଙ୍କ ମଧ୍ୟରେ ଦାନିଏଲ, ହନାନୀୟ, ମିଶାଏଲ ଓ ଅସରିୟ ସମାନ କେହି ଦେଖାଗଲେ ନାହିଁ। ଏଣୁ ଏମାନେ ରାଜାଙ୍କ ଚାମରେ ଠିଆ ହେଲେ, ଆଉ ଜ୍ଞାନ ଓ ବୁଦ୍ଧି ସମ୍ବନ୍ଧୀୟ ଯେଉଁ କୌଣସି କଥା ରାଜା ସେମାନଙ୍କୁ ପଚାରିଲେ, ସେହି ସକଳ ବିଷୟରେ ସେ ଆପଣାର ସମଗ୍ର ରାଜ୍ୟସ୍ଥ ଯାବତୀୟ ମନ୍ତ୍ରବେତ୍ତା ଓ ଗଣକ ଅପେକ୍ଷା ସେମାନଙ୍କର ବିଜ୍ଞତା 10 ଗୁଣ ଅଧିକ ଦେଖିଲେ। କିଛି ସମୟ ପରେ ଦାନିଏଲଙ୍କ ବିଶ୍ୱାସକୁ ପରୀକ୍ଷିତ କଲା ଭଳି ଏମିତି ଏକ ଘଟଣା ଘଟିଲା। ଯେତେବେଳେ ନବୁକଦନେସ୍ସରଙ୍କ ଶାସନର 2ୟ ବର୍ଷ ଚାଲୁଥିଲା, ସେତେବେଳେ ରାଜା ନବୁକଦନେସ୍ସର ସ୍ୱପ୍ନ ଦେଖିଲେ। ତହିଁରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ତାହାର ନିଦ୍ରା ଭାଙ୍ଗିଗଲା। ରାଜା ନବୁକଦନେସ୍ସର ଏକ ଭୟଙ୍କର ସ୍ୱପ୍ନ ଦେଖିଲେ। ସେହି ସ୍ୱପ୍ନକୁ କେହି ବ୍ୟାଖ୍ୟା କରିପାରିଲେ ନାହିଁ। ରାଜା କ୍ରୋଧିତ ହୋଇ ସେ କ'ଣ ସ୍ୱପ୍ନ ଦେଖିଲେ ଆଉ ସେହି ସ୍ୱପ୍ନର ଅର୍ଥ ଜାଣିବା ପାଇଁ ବ୍ୟଗ୍ର ହେଲେ, ଆଉ କହିଲେ, ଏହା କହି ନ ପାରିଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଘୋଷଣା କଲେ। କିନ୍ତୁ ସେହି ସ୍ୱପ୍ନ ଆଉ ସ୍ୱପ୍ନର ଅର୍ଥ କେହି କହିପାରିଲେ ନାହିଁ। କିନ୍ତୁ ସେ ଯେଉଁ ଯୁବକମାନଙ୍କୁ ତାଙ୍କ ରାଜପ୍ରସାଦରେ ରଖିଥିଲେ, ସେମାନଙ୍କ ମଧ୍ୟରୁ ଦାନିଏଲ ରାଜାଙ୍କ ନିକଟକୁ ଆସି ସେହି ସ୍ୱପ୍ନ ଆଉ ତାହାର ଅର୍ଥ ପ୍ରକାଶ କରିବି କହିଲେ, ଆଉ ସେଥିପାଇଁ ସେ ଗୋଟିଏ ଦିନ ସମୟ ମାଗିଲେ। ଦାନିଏଲ ପରମେଶ୍ୱରଙ୍କ ନିକଟକୁ ପ୍ରାର୍ଥନା କଲେ, ଆଉ ପରମେଶ୍ୱର ସେହି ସ୍ୱପ୍ନ ଓ ତାହାର ଅର୍ଥ ତାଙ୍କୁ ପ୍ରକାଶ କରାଇଲେ। ତା ପରଦିନ ଦାନିଏଲ ସେହି ସ୍ୱପ୍ନ ଓ ତାର ଅର୍ଥ ରାଜାଙ୍କ ସମ୍ମୁଖରେ ପ୍ରକାଶ କଲେ। ଦାନିଏଲ କହିଲେ, ହେ ମହାରାଜ, ଆପଣ ଦେଖିଲେ ଏକ ବିଶାଳ ପ୍ରତିମା, ଯାହାର ମୁଣ୍ଡ ସୁନାର, ଛାତି ଆଉ ବାହୁ ରୂପାର, ପେଟ ଆଉ ଜଙ୍ଘ ପିତ୍ତଳର, ଗୋଡ଼ ଲୌହର, ଆଉ ପାଦର କିଛି ଅଂଶ ଲୁହା ଆଉ କିଛି ଅଂଶ ମାଟିର। ଆପଣ ନିରୀକ୍ଷଣ କରୁ କରୁ ଶେଷରେ ହସ୍ତବିନା ଛେଦିତ ଏକ ପ୍ରସ୍ତର ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇଲେ। ଏଥିରେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଏକ ସଙ୍ଗରେ ଖଣ୍ଡ ଖଣ୍ଡ ହୋଇ ଭଙ୍ଗାଗଲା, ଆଉ ଗ୍ରୀଷ୍ମକାଳୀନ ଖଳାର ତୁଷ ପରି ହେଲା। ଆଉ ବାୟୁ ସେସବୁକୁ ଉଡ଼ାଇ ନେଇଗଲା, ଆଉ ସେସବୁର ପାଇଁ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ସେହି ପ୍ରତିମାକୁ ଯେଉଁ ପ୍ରସ୍ତର ଆଘାତ କଲା, ତାହା ବଢ଼ି ଏକ ମହାପର୍ବତ ହେଲା, ଆଉ ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା। ତହିଁରେ ଦାନିଏଲ ରାଜାଙ୍କ ନିକଟରେ ସେହି ସ୍ୱପ୍ନର ଅର୍ଥ ପ୍ରକାଶ କରି କହିଲେ, ହେ ମହାରାଜ, ଆପଣ ରାଜାଧିରାଜ। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି। ଆଉ ଯେକୌଣସି ସ୍ଥାନରେ ମନୁଷ୍ୟ ସନ୍ତାନଗଣ ବାସ କରନ୍ତି, ସେହି ସ୍ଥାନର ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣକୁ ସେ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି ଓ ସେହି ସକଳର ଉପରେ
ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ସୁବର୍ଣ୍ଣମୟ ମସ୍ତକ ଅଟନ୍ତି। ପୁଣି ଆପଣଙ୍କ ଉତ୍ତାରେ ଆପଣଙ୍କ ଠାରୁ ନ୍ୟୁନ ଆଉ ଗୋଟିଏ ରାଜ୍ୟ ଉଠିବ ଓ ତହିଁ ଉତ୍ତାରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ। ତାହା ସମୁଦାୟ ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ। ପୁଣି ଚତୁର୍ଥ ରାଜ୍ୟ ଲୌହ ପରି ଦୃଢ଼ ହେବ, କାରଣ ଲୌହ ଯେପରି ସକଳ ଦ୍ରବ୍ୟ ଖଣ୍ଡ ଖଣ୍ଡ କରି ଆୟତ କରେ ଓ ଲୌହ ଯେପରି ଏହି ସବୁକୁ ଚୂର୍ଣ୍ଣ କରେ, ସେହିପରି ସେହି ରାଜ୍ୟ ଖଣ୍ଡ ଖଣ୍ଡ କରି ଭାଙ୍ଗି ସବୁ ଚୂର୍ଣ୍ଣ କରିବ। ଆହୁରି ଆପଣ ଯେପରି ଦେଖିଲେ ଯେ ପାଦ ଓ ପାଦୁରୀ ଅଙ୍ଗୁଳି କିଛି କୁମ୍ଭାକାରର ମୃତ୍ତିକାମୟ ଓ କିଛି ଲୌହମୟ ଥିଲା, ସେପରି ସେ ରାଜ୍ୟ ବିଭକ୍ତ ରାଜ୍ୟ ହେବ, ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ, କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ। ପୁଣି ପାଦର ଅଙ୍ଗୁଳି ସବୁ ଯେପରି କିଛି ଲୌହମୟ ଓ କିଛି ମୃତ୍ତିକାମୟ ଥିଲା, ସେପରି ରାଜ୍ୟର ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ ହେବ। ଆଉ ଆପଣ ଯେପରି କର୍ଦ୍ଦମ ସଙ୍ଗରେ ଲୌହ ମିଶ୍ରିତ ଥିବାର ଦେଖିଲେ, ସେପରି ସେମାନେ ମନୁଷ୍ୟମାନଙ୍କ ବଂଶ ସଙ୍ଗେ ଆପେ ମିଶ୍ରିତ ହେବେ, ମାତ୍ର ଲୌହ ଯେପରି ମୃତ୍ତିକାରେ ମିଶ୍ରିତ ହୁଏ ନାହିଁ, ସେହିପରି ସେମାନେ ପରସ୍ପର ସଂଲଗ୍ନ ହୋଇ ରହିବେ ନାହିଁ। ପୁଣି ସେହି ରାଜଗଣର ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ତାହା କଦାପି ବିନଷ୍ଟ ହେବ ନାହିଁ, କିମ୍ବା ତହିଁର ଆଧିପତ୍ୟ ଅନ୍ୟ ଗୋଷ୍ଠୀର ହସ୍ତରେ ଛଡ଼ାଯିବ ନାହିଁ, ମାତ୍ର ତାହା ଏହିସବୁ ରାଜ୍ୟକୁ ଖଣ୍ଡ ଖଣ୍ଡ ଓ ନଷ୍ଟ କରି ଆପେ ଚିରସ୍ଥାୟୀ ହେବ। କାରଣ ପର୍ବତରୁ ହସ୍ତବିନା ଛେଦିତ ଏକ ପ୍ରସ୍ତର ଯେ ସେହି ଲୌହ, ପିତ୍ତଳ, ମୃତ୍ତିକା ଓ ସୁନାକୁ ଚୂର୍ଣ୍ଣ କଲା, ଏହା ଆପଣ ଦେଖିଲେ। ଯାହା ଏଥି ଉତ୍ତାରେ ଘଟିବ, ତାହା ମହାନ ପରମେଶ୍ୱର ମହାରାଜାଙ୍କୁ ଜ୍ଞାତ କରାଇଅଛନ୍ତି। ପୁଣି ଏହି ସ୍ୱପ୍ନ ନିଶ୍ଚିତ ଓ ତହିଁର ଅର୍ଥ ସତ୍ୟ। ସେତେବେଳେ ରାଜା ନବୁକଦନେସ୍ସର ମୁହଁ ମାଡ଼ି ପଡ଼ି ଦାନିଏଲଙ୍କୁ ପ୍ରଣାମ କଲା ଓ ସେମାନେ ଯେପରି ତାଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବେ, ଏହା ଆଜ୍ଞା କଲେ। ରାଜା ଦାନିଏଲଙ୍କୁ ଉତ୍ତର କରି କହିଲେ, ତୁମ୍ଭେ ଏହି ନିଗୂଢ଼ କଥା ପ୍ରକାଶ କରିଥିବାରୁ ସମର୍ଥ ହୋଇଅଛ। ଏଥିପାଇଁ ନିଶ୍ଚୟ ତୁମର ପରମେଶ୍ୱର ଈଶ୍ୱର ଗଣର ଈଶ୍ୱର ଓ ରାଜାଗଣର ପ୍ରଭୁ ଓ ନିଗୂଢ଼ ବିଷୟମାନର ପ୍ରକାଶକ ଅଟନ୍ତି। ତହୁଁ ରାଜା ଦାନିଏଲଙ୍କୁ ମହାନ କରି ଅନେକ ବହୁମୂଲ୍ୟ ଉପହାର ଦେଲେ, ଆଉ ବାବିଲର ସମୁଦାୟ ପ୍ରଦେଶ ଉପରେ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ଯାବତୀୟ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ। ରାଜା ନବୁକଦନେସ୍ସର ବାବିଲର ଦୂରା ନାମକ ସ୍ଥାନରେ ଏକ 60 ହାତ ଉଚ୍ଚ ଓ 6 ହାତ ଚଉଡ଼ାର ଏକ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କଲେ। ପରେ ସେ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ସବୁ ବଡ଼ ବଡ଼ ଅଧିକାରୀମାନଙ୍କୁ, ପ୍ରଧାନ ବିଚାରପତି, ନ୍ୟାୟାଧୀଶ, ଗଣକ, ବ୍ୟବସ୍ଥାପକ, ପରାମର୍ଶଦାତା, ପ୍ରଦେଶୀୟ ଶାସକ ସମସ୍ତଙ୍କୁ ଡାକିଲେ। ସମସ୍ତ ଅଧିକାରୀମାନେ ଏକାଠି ହେଲେ ଓ ସେହି ବଡ଼ ପ୍ରତିମାର ସାମ୍ନାରେ ଠିଆ ହେଲେ। ତାପରେ ରାଜାଙ୍କ ପ୍ରେରିତ ଘୋଷକ ଉଚ୍ଚ ସ୍ୱରରେ କହିଲା, ହେ ସମସ୍ତ ଲୋକମାନେ, ନାନା ଦେଶ, ନାନା ଭାଷାରେ କଥା କହୁଥିବା ଲୋକମାନେ, ଏହା ତୁମମାନଙ୍କୁ ଆଜ୍ଞା। ଯେତେବେଳେ ତୁମେ ଶଙ୍ଖ, ବଂଶୀ, ବୀଣା, ମୃଦଙ୍ଗ ଓ ବିଭିନ୍ନ ବାଦ୍ୟର ସ୍ୱର ଶୁଣିବ, ସେତେବେଳେ ତୁମେ ଏହି ସୁବର୍ଣ୍ଣ ପ୍ରତିମାକୁ ନମସ୍କାର କରିବ। କିନ୍ତୁ ଯେ କେହି ପ୍ରଣାମ କରିବ ନାହିଁ, ସେ ତତ୍କ୍ଷଣାତ୍ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇ ଦିଆଯିବ। ସେହିପରି ଯେତେ